ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆସିଲା ଖୁସି ଖବର। ଯେଉଁମାନେ ଆବେଦନ କରିଛନ୍ତି ସେମାନଙ୍କ ପାଇଁ ମଧ୍ୟ ଖୁସି ଖବର ଆସିଲା ଏବଂ ଯେଉଁମାନେ ଏପର୍ଯ୍ୟନ୍ତ ଆବେଦନ କରିନାହାନ୍ତି ଏହି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସେମାନଙ୍କ ପାଇଁ ମଧ୍ୟ ଖୁସି ଖବର ଆସିଲା ଏବଂ ଯେଉଁମାନେ ଏହି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆବେଦନ କରିସାରିଛନ୍ତି ସେମାନଙ୍କ ପାଇଁ ମଧ୍ୟ ଖୁସି ଖବର ଆସିଲା। ତ ଦେଖନ୍ତୁ ଆଜ୍ଞା, ମାନେ ପ୍ରଥମରେ ମୁଁ ଆପଣମାନଙ୍କୁ କହିବି ଯେ ଯେଉଁମାନେ ଆବେଦନ କରିନାହାନ୍ତି ଆପଣମାନେ ଶୀଘ୍ର ଆବେଦନ କରିନିଅନ୍ତୁ। ଆଉ ଆପଣମାନଙ୍କୁ 4 ଦିନ ବାକି ରହିଲା, ତେଣୁକରି ଆପଣମାନେ ଏହି ପ୍ରଧାନମନ୍ତ୍ରୀ ଆବାସ ଯୋଜନାଟିଏ ଆବେଦନ କରିନିଅନ୍ତୁ। ତ ଦେଖନ୍ତୁ ଆଜ୍ଞା, ଆପଣମାନେ ଯଦି ଯୋଗ୍ୟ ହୋଇଥିବେ ନିହାତି ଆପଣମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାଟିଏ ମିଳିପାରିବ। ତ ଆପଣମାନେ ଥରେ ଟ୍ରାଏଲ୍ କରନ୍ତୁ, ଥରେ ନିଶ୍ଚୟ ଆବେଦନ କରିନିଅନ୍ତୁ। ତ ଆପଣମାନେ ଯଦି ଯୋଗ୍ୟ ହୋଇଥିବେ ତାହେଲେ ଆପଣମାନଙ୍କୁ ମିଳିଯିବ, ନହେଲେ ନାହିଁ। ତ ଥରେ ଆବେଦନ କରିଦେଇଥାନ୍ତୁ, ହେଲେ ମିଳିବ ନହେଲେ ନାହିଁ, ଏଥିରେ କ'ଣ ଅଛି। ତ ଦେଖନ୍ତୁ ଆଜ୍ଞା, ଆପଣମାନେ ଯଦି ଯୋଗ୍ୟ ହୋଇଥିବେ ନିହାତି ଆପଣମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାଟିଏ ମିଳିପାରିବ। ତାପରେ ଦ୍ୱିତୀୟରେ ଆପଣମାନଙ୍କୁ କହିବି ଯେ ଯେଉଁମାନେ ଆବେଦନ କରିସାରିଛନ୍ତି ସେମାନଙ୍କ ପାଇଁ ମଧ୍ୟ ଖୁସି ଖବର ଆସିଲା। ତ ଦେଖନ୍ତୁ, ଯେଉଁମାନେ ଆବେଦନ କରିସାରିଛନ୍ତି ତ ମୁଁ ଗତ ଭିଡ଼ିଓ ମାଧ୍ୟମରେ କହିଥିଲି ତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସର୍ଭେ ଲିଷ୍ଟଟି ଆସିଯାଇଛି। ତ ଆପଣମାନେ ନିଜର ପଞ୍ଚାୟତକୁ ଯାଇ ଆପଣମାନେ ନିଜର ସର୍ଭେ ଲିଷ୍ଟକୁ ଚେକ୍ କରିପାରିବେ ଯେ ଆପଣମାନଙ୍କର ନାମ ଆସିଛି କି ନାହିଁ। ତାପରେ ଦେଖନ୍ତୁ, ଆପଣମାନଙ୍କୁ କହିବି ଏହି ସର୍ଭେ ଲିଷ୍ଟଟି ମଧ୍ୟ ଗାଁ ମଧ୍ୟରେ ବଣ୍ଟନ ଚାଲିଛି। ଯଦି ଆପଣମାନଙ୍କର ଗାଁକୁ ଏହି ସର୍ଭେ ଲିଷ୍ଟଟି ଆସିଛି ତାହେଲେ ଆପଣମାନଙ୍କର ୱାର୍ଡ଼ ମେମ୍ବରକୁ ଯାଇ ଆପଣମାନେ ପଚାରିପାରିବେ ଯେ ମୋର ସର୍ଭେ ଲିଷ୍ଟଟି ଆସିଛି କି ନାହିଁ। ଯଦି ନ ଆସିଛି ଆପଣମାନେ ନିଜର ପଞ୍ଚାୟତକୁ ଯିବେ ଏବଂ ସେଠାରେ ପିଇଓ ସାର୍ ବା ଆପଣମାନଙ୍କର ଜିଆର୍ଏସ୍ ସାର୍ଙ୍କୁ ପଚାରିବେ ଯେ ମୋର ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସର୍ଭେ ଲିଷ୍ଟଟି ଆସିଛି କି ନାହିଁ। ତ ଦେଖନ୍ତୁ ଆଜ୍ଞା, ମାନେ ଯଦି ଆପଣମାନଙ୍କର ସର୍ଭେ ହୋଇଯାଇଛି ତାହେଲେ 2 ବା 3 ପ୍ରକାର ଆପଣମାନଙ୍କର ଭେରିଫିକେସନ୍ ଚାଲିବ। ତାପରେ ଯଦି ଆପଣମାନେ ଯୋଗ୍ୟ ହୋଇଥିବେ ନିହାତି ଆପଣମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାଟିଏ ମିଳିପାରିବ। ତ ଦେଖନ୍ତୁ, ପ୍ରଥମରେ ଏଆଇ ଭେରିଫିକେସନ୍ ହେବ। ତାପରେ ଆପଣମାନଙ୍କର ଘରକୁ ଆସି ସରକାରୀ କର୍ମଚାରୀମାନେ ତଦାରଖ କରିବେ। ତାପରେ ବ୍ଲକ ଅଫିସରେ ଡକୁମେଣ୍ଟସ୍ ଭେରିଫିକେସନ୍ ହେବ। ତାପରେ ଯାଇକି ଆପଣମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାଟିଏ ମିଳିପାରିବ। ତ ଆଜିର ଭିଡ଼ିଓରେ ମୁଁ ଆପଣମାନଙ୍କୁ କହିବି ଏହି ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଶେଷ ତାରିଖ କ'ଣ ରହିଛି ଏବଂ ଏହି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆଉ କିଛି ପଞ୍ଚାୟତରାଜ ମନ୍ତ୍ରୀ ରବି ନାରାୟଣ ନାୟକ କ'ଣ କହିଛନ୍ତି ଏହି ଭିଡ଼ିଓ ମାଧ୍ୟମରେ ଆପଣମାନଙ୍କୁ ସବୁକିଛି ଡିଟେଲ୍ସ କହିବି। ତା ସହିତ ଆପଣମାନଙ୍କୁ ଡବଲ ଖୁସି ଖବର ଦେବି ଏହି ଭିଡ଼ିଓ ମାଧ୍ୟମରେ ଯେ ଅନ୍ତୋଦୟ ଗୃହ ଯୋଜନାରେ କ'ଣ ନୂଆ ଅପଡ଼େଟ୍ ଆସିଛି। ତ ଦେଖନ୍ତୁ ଆଜ୍ଞା, ଅନ୍ତୋଦୟ ଗୃହ ଯୋଜନାରେ ନୂଆ ଅପଡ଼େଟ୍ ଆସିସାରିଛି। ତ ଆପଣମାନଙ୍କୁ ଏହି ଅନ୍ତୋଦୟ ଗୃହ ଯୋଜନାର ଦ୍ୱିତୀୟ ଲିଷ୍ଟ କେବେ ଆସିବ ଆପଣମାନଙ୍କୁ ଏହି ଭିଡ଼ିଓ ମାଧ୍ୟମରେ କହିବି। ତ ଦେଖନ୍ତୁ ଆଜ୍ଞା, ଯଦି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆପଣମାନଙ୍କୁ ମିଳିପାରିଲା ନାହିଁ ତାହେଲେ ଆପଣମାନେ ଅନ୍ତୋଦୟ ଗୃହ ଯୋଜନାରେ ଆବେଦନ କରିପାରିବେ। ଯଦି ଆପଣମାନେ ଅନ୍ତୋଦୟ ଗୃହ ଯୋଜନାରେ ଆବେଦନ କରନ୍ତି, ଯଦି ଆପଣମାନେ ଯୋଗ୍ୟ ହୋଇଥିବେ ନିହାତି ଆପଣମାନଙ୍କୁ ଅନ୍ତୋଦୟ ଗୃହ ଯୋଜନାଟିଏ ମିଳିପାରିବ। ତ ସେହି ଅନ୍ତୋଦୟ ଗୃହ ଯୋଜନାରେ ଆପଣମାନେ ଯୋଗ୍ୟ କି ଅଯୋଗ୍ୟ କେମିତି ଜାଣିବେ? ତାପରେ ଆପଣମାନଙ୍କୁ ଅନ୍ତୋଦୟ ଗୃହ ଯୋଜନାରେ କେତେ ଲକ୍ଷ ଟଙ୍କା ଘର ମିଳିବ, ତାପରେ କେତେ ମାସରେ ସାରିଲେ ଆପଣମାନଙ୍କୁ ବୋନସ୍ ଆକାରରେ ମିଳିବ, ସବୁକିଛି ଆପଣମାନଙ୍କୁ ଏହି ଭିଡ଼ିଓ ମାଧ୍ୟମରେ କହିବି। ତାପରେ ଆପଣମାନଙ୍କୁ ଏହି ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ନୂଆ ଅପଡ଼େଟ୍ କ'ଣ ଆସିଛି ଆପଣମାନଙ୍କୁ ଏହି ଭିଡ଼ିଓ ମାଧ୍ୟମରେ ଆଜି ସବୁକିଛି ଡିଟେଲ୍ସ ଆଲୋଚନା କରିବି। ତା ପୂର୍ବରୁ ଆପଣମାନଙ୍କୁ ଗୋଟିଏ ଅନୁରୋଧ, ଭିଡ଼ିଓକୁ ଗୋଟିଏ ଲାଇକ୍ କରନ୍ତୁ ଏବଂ ମୋ ଚ୍ୟାନେଲକୁ ପ୍ରଥମେ ଆସିଥିଲେ ଗୋଟିଏ ସବସ୍କ୍ରାଇବ୍ କରି ଅଲ୍ ନୋଟିଫିକେସନ୍କୁ ଅନ୍ କରନ୍ତୁ। ଫଳରେ
एहीपरि हेल्पफुल नुआ नुआ वीडियो आपणमानଙ୍କଠାରେ प्रथमे पहुँचिबो। तापरे आपणमानଙ୍କୁ गोटिए अनुरोध, जदि आपणमानଙ୍କର कौनसी प्रश्न अछि ताहेले मो टेलीग्राम चैनल रे जॉइन हो जातु एवं सेठी जाइकी मेसेज करंतु किंबा मोर इंस्टाग्राम आईडी अछि सेठी जाइकी मेसेज करंतु। मु 100% रिप्लाय देवाकू बाध्य। तो डेरी न करी चलंतु वीडियो को स्टार्ट करिबा। तो देखंतु एहा ओडिशा भास्कर रे आज 12:20 PM रे प्रकाश पाइछि। एहा कोनोसी फेक नुहे। तो आसंतु जानिबा खबर कौन रही। तो देखंतु आवास योजना आवेदनर शेष तारीख मे 31। पंचायत राज मंत्री रवि नारायण नायक ए नहीं सूचना देइछंती। वर्तमान सुधा 36,81,000 तालिका पहुँची। जो माने पंजीकरण करिनाहंती तुरंत कर बोली पंचायत राज मंत्री रवि नारायण नायक कहिसंती। तेबे मासे कि 2 मास भितरे हिताधिकारी चयन सरिबो। देखंतु आज्ञा, आपण माने जदि प्रधानमंत्री आवास योजना रे आवेदन करिनाहंती आउ 4 दिन बाकी रहिला, आपण माने निश्चित भावरे थरे आवेदन करिनियंतु। जदि आपण माने योग्य होइथिबे निहाती आपण माननकु मिलिबो, नहेले नाही एथिरे कोन अछि। तो आपण माने थरे निहाती आवेदन करंतु। जदि आपण माने योग्य होइथिबे निश्चित भावरे आपण माननकु प्रधानमंत्री आवास योजना टीए मिली पारिबो। जदि आपण माने योग्य होइथिबे निश्चित भावरे आपण माननकु प्रधानमंत्री आवास योजना टीए मिली पारिबो। एहा पंचायत राज मंत्री रवि नारायण नायक सूचना देइछंती। तो देखंतु तुरंत कर बोली जो माने पंजीकरण करिनाहंती तुरंत कर बोली पंचायत राज मंत्री रवि नारायण नायक कहिसंती। तेबे मासे कि 2 मास भितरे हिताधिकारी चयन सरिबो। देखंतु आज्ञा, जो माने आवेदन करिनाहंती आपण माने शीघ्र शीघ्र आवेदन करिनियंतु। आउ 4 दिन बाकी रहिला, तापरे मासे कि 2 मास भितरे आपण माननकु सिलेक्ट करा जिवो। जदि आपण माने योग्य होइथिबे निश्चित भावरे प्रधानमंत्री आवास योजना टीए आपण माननकु मिली पारिबो। तापरे देखंतु निजर घर किनिबा प्रत्येक व्यक्तिर स्वप्न। प्रायतः लोक माननकु निजर घर किनिबा पई बहुत समय लागे। अन्य पक्षरे देश रे एबे भी अनेक लोक अछंती जे माने आर्थिक दृष्टि दुर्बल एवं निजर घर तैयारी करि पारु नाहंती। देखंतु आज्ञा, निजर घर किनिबा प्रत्येक व्यक्तिर स्वप्न। प्रायतः लोक माननकु निजर घर किनिबा पई बहुत समय लागे। तापरे अन्य पक्षरे देश रे एबे भी अनेक लोक अछंती, एबे भी अनेक हिताधिकारी अछंती जे माने आर्थिक दृष्टि दुर्बल एवं निज घर तैयारी करि पारु नाहंती। तापरे एपरि लोकंक निजस्व घर पाइबार स्वप्न को पूर्ण करिबा एवं सेमानंकु आर्थिक सहायता पई जोगाइबा भारत सरकारंक द्वारा प्रधानमंत्री आवास योजना परिचालित हेउछि। देखंतु आज्ञा, एहीपरि लोकंक पई बा एही करी हिताधिकारी मानंक पई स्वप्न को पूर्ण करिबा एवं सेमानंकु आर्थिक सहायता जोगाइबा पई भारत सरकारंक द्वारा प्रधानमंत्री आवास योजना परिचालित हेउछि। तापरे आगरु केवल ऑफलाइन रे लोक माने आवेदन करि पारुथिबा बेले एबे नूतन मोबाइल ऐप लॉन्च हेबा परे लोक माने एही योजना पई ऑनलाइन रे मध्य आवेदन करि पारुछंती। तापरे केंद्र सरकारंक द्वारा लॉन्च करा जाइथिबा मोबाइल ऐप रे नाम आवास प्लस 2024। एही ऐप व्यवहार करी आपण एबे प्रधानमंत्री आवास योजना अधीन रे आपणक घर पई सहजरे आवेदन करि पारिबे। देखंतु आज्ञा, पूर्वरु आपण माने ऑफलाइन रे आवेदन करि पारुथिले, वर्तमान आपण माने ऑनलाइन रे निज मोबाइल साहाय्य रे आपण माने आवेदन करि पारिबे। तापरे केंद्र सरकारंक द्वारा लॉन्च करा जाइथिबा मोबाइल ऐप रे नाम आवास प्लस 2024। एही ऐप रे आपण माने व्यवहार करी आपण माने प्रधानमंत्री आवास योजना रे अति सहजरे आपण माने आवेदन करि पारिबे। तापरे आजी आपण माननकु आउ गोटिए नूतन खबर विषय रे आपण माननकु कहिबी, जेउटा कि अंत्योदय गृह योजना। तो बहुत सारा कमेंट आसीथिला अंत्योदय गृह योजनार प्रथम किस्ती केबे आसीबो बोली। तो प्रथम किस्ती आपण मानकर आसी जाइछि। तो मु एक वीडियो नहीं आसीथिली, तो आपण माने देखि पारिथिबे। तापरे एही अंत्योदय गृह योजनार पुणी एक नुआ अपडेट आसी सारिछि। तो देखंतु आपण माननकु कहि देउछि अंत्योदय गृह योजना कोन
ତାପରେ ଅନ୍ତୋଦୟ ଗୃହ ଯୋଜନାର ଯୋଗ୍ୟତା କ'ଣ ଅଛି, ତାପରେ ଅନ୍ତୋଦୟ ଗୃହ ଯୋଜନାରେ ଡକୁମେଣ୍ଟସ୍ କ'ଣ ଲାଗିବ, ତାପରେ ଅନ୍ତୋଦୟ ଗୃହ ଯୋଜନା କେଉଁମାନଙ୍କୁ ମିଳିବ ମୁଁ ଆପଣମାନଙ୍କୁ ଏକ ଭିଡ଼ିଓ ତିଆରି କରିସାରିଛି। ତାପରେ ଆପଣମାନେ ଦେଖିନିଅନ୍ତୁ ଏହି ଭିଡ଼ିଓଟିକୁ ମୁଁ ଡେସ୍କ୍ରିପସନରେ ଲିଙ୍କ୍ ଦେଇଦେଇଛି। ତାପରେ ଆପଣମାନଙ୍କୁ ଏହି ଭିଡ଼ିଓର ଲାଷ୍ଟରେ ମଧ୍ୟ ଆପଣମାନଙ୍କୁ ଆଡ଼୍ କରିଦେବି। ତାହେଲେ ଆପଣମାନେ ନିଶ୍ଚୟ ଭାବରେ ସେହି ଭିଡ଼ିଓଟିକୁ ଦେଖି ସମ୍ପୂର୍ଣ୍ଣ ଭାବରେ ଜାଣିପାରିବେ ଅନ୍ତୋଦୟ ଗୃହ ଯୋଜନା ବିଷୟରେ। ତାପରେ ଦେଖନ୍ତୁ, ଯେଉଁମାନେ ଆବାସ ପ୍ଲସ୍ ବା ଆବାସ ଯୋଜନା ପାଇନାହାନ୍ତି ସେମାନେ ଅନ୍ତୋଦୟ ଗୃହ ଯୋଜନାରେ ସାମିଲ ହୋଇପାରିବେ। ତ ଏହି ଅନ୍ତୋଦୟ ଗୃହ ଯୋଜନାରେ ରାଜ୍ୟବାସୀଙ୍କ ପାଇଁ ସରକାର ବଡ଼ ଅପଡ଼େଟ୍ ଦେଇ ସାରିଛନ୍ତି। ତ ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର ଆସିଲା, ମୌସୁମୀ ପରେ ମିଳିବ ଅନ୍ତୋଦୟ ଗୃହ ଯୋଜନା ଘର। ଦେଖନ୍ତୁ ଆଜ୍ଞା, ଆପଣମାନେ ନିଶ୍ଚିତ ଭାବରେ ରୁହନ୍ତୁ। ଯଦି ଆପଣମାନେ ଆବେଦନ କରିସାରିଛନ୍ତି ଏପର୍ଯ୍ୟନ୍ତ ଅନ୍ତୋଦୟ ଗୃହ ଯୋଜନା ପାଇନାହାନ୍ତି, ଆପଣମାନେ ନିଶ୍ଚିତ ଭାବରେ ରୁହନ୍ତୁ। ନିହାତି ଆପଣମାନଙ୍କୁ ଅନ୍ତୋଦୟ ଗୃହ ଯୋଜନାଟିଏ ମିଳିପାରିବ। ଯଦି ଆବେଦନ କରିସାରିଛନ୍ତି ଏପର୍ଯ୍ୟନ୍ତ ପାଇନାହାନ୍ତି ତ ଆପଣମାନଙ୍କୁ ଦ୍ୱିତୀୟ ଫେଜ୍ରେ ଆପଣମାନଙ୍କୁ ନିହାତି ମିଳିବ ଏହି ଅନ୍ତୋଦୟ ଗୃହ ଯୋଜନା ଘର। ତାପରେ ଅନ୍ତୋଦୟ ଗୃହ ଯୋଜନା ଘରର କାର୍ଯ୍ୟାଦେଶ ଆପଣମାନଙ୍କୁ ଯେଉଁମାନେ ଆବେଦନ କରିଥିଲେ ପ୍ରଥମ ଫେଜ୍ରେ ମିଳିସାରିଛି। ତ ଆପଣମାନଙ୍କୁ ପ୍ରାୟ 60,000 ଘର ଦିଆଯାଇଛି। ତାପରେ ଆହୁରି ମଧ୍ୟ ତାଲିକା ପ୍ରସ୍ତୁତ ଚାଲିଛି। 2 ମାସ ଭିତରେ ପ୍ରକ୍ରିୟା ସରିବ। ତାପରେ ମୌସୁମୀ ପରେ ଦ୍ୱିତୀୟ ପର୍ଯ୍ୟାୟ ଘର ବଣ୍ଟନ ହେବ ବୋଲି ପଞ୍ଚାୟତରାଜ ମନ୍ତ୍ରୀ ରବି ନାରାୟଣ ନାଗ କହିସାରିଛନ୍ତି। ତ ଆପଣମାନେ ନିଶ୍ଚିତ ଭାବରେ ରୁହନ୍ତୁ, ଆପଣମାନେ ଚିନ୍ତା କରନ୍ତୁନି। ଯଦି ଆପଣମାନେ ଯୋଗ୍ୟ ଅଟନ୍ତି ନିହାତି ଆପଣମାନଙ୍କୁ ଅନ୍ତୋଦୟ ଗୃହ ଯୋଜନାଟିଏ ମଧ୍ୟ ମିଳିପାରିବ। ଯଦି ଭିଡ଼ିଓଟି ଆପଣମାନଙ୍କୁ ଟିକିଏ ହେଲେ ହେଲ୍ପଫୁଲ୍ ହେଇଥିଲେ ଭିଡ଼ିଓକୁ ଗୋଟିଏ ଲାଇକ୍ କରନ୍ତୁ ଏବଂ ମୋ ଚ୍ୟାନେଲକୁ ପ୍ରଥମେ ଆସିଥିଲେ ଗୋଟିଏ ସବସ୍କ୍ରାଇବ୍ କରି ଅଲ୍ ନୋଟିଫିକେସନକୁ ଅନ୍ କରନ୍ତୁ। ଫଳରେ ଏହିପରି ହେଲ୍ପଫୁଲ୍ ନୂଆ ନୂଆ ଭିଡ଼ିଓ ଆପଣମାନଙ୍କ ଠାରେ ପ୍ରଥମେ ପହଞ୍ଚିବ। ତ ଭିଡ଼ିଓକୁ ଏଇଠି ଏଣ୍ଡ କରୁଛି। ଜୟ ଜଗନ୍ନାଥ।